ଯାତ୍ରାରେ ବିବାଦ ଥମିବା ପାଇଁ କଳାକାର ସଂଘର ଆଗାମୀ ଯୋଜନା କଣ? ସେ ବିଷୟରେ ତ ମୁଁ ଅଜ୍ଞ। କଳାକାର ଆଗାମୀ ଯୋଜନା ବିଷୟରେ ତ ମୁଁ ଆପଣଙ୍କୁ ଇଗ୍ନୋର ଆବାଉଟ ଦ୍ୟାଟ। ମୁଁ ଯେତିକି ଡାଟା ମୋ ପାଖରେ ତ କଳାକାରଙ୍କର ସେମିତି କିଛି ନାହିଁ। ମୁଁ ସେତିକି ସୋଫାର ନଲେଜରେ ସେତିକି ନାହିଁ। ଆଗାମୀ ଯୋଜନା କଣ, କିନ୍ତୁ ମୋ ମତରେ କଳାକାର ମାନେ ଯୋଉମାନେ ପାଇପାରୁନାହାନ୍ତି ବା ତାଙ୍କର ପ୍ରାପ୍ୟ ସେଟା ଦାବି ଉଠେଇବା ଉଚିତ। କଳାକାର ସଂଘର ଉପଦେଷ୍ଟା ହିସାବରେ ଆପଣ କେବେ ଭାବୁଛନ୍ତି ଯେ ଯାତ୍ରା ବିବାଦ ଥମିବ ଏବଂ କେବେ ତୁଟିବ ଏ କଳାକାର ଓ ମାଲିକ କଳି? ଆଶା କରାଯାଉଛି ଆଜ୍ଞା, ଇଟ୍ ୱିଲ୍ ଟେକ୍ ଟାଇମ୍। ମୁଁ ଯେତିକି ଜାଣିଛି କଳାକାର ଆଉ ଯାତ୍ରା ସଂଘର ଯୋଉ ମାଲିକଙ୍କର ଦାବି ଏଥିରେ ତୁଟିବାର କିଛି ନାହିଁ। ଏଟା ତୁଟିବନି, ଏଟା ଯଦି ଲାଗି ରହିବ ବିବାଦଟା। ଆପଣ ଯେମିତି କହୁଥିଲେ, ସତରେ କଣ ଯୁଗେ ଯୁଗେ ମାଲିକ ମାନେ ଯାତ୍ରାରେ ଅତ୍ୟାଚାର କରନ୍ତି? ହଁ ଆଜ୍ଞା। କାହିଁକି ଆଜ୍ଞା? ଆପଣ ଯେତେବେଳେ ସେତେବେଳେ ସମୟରେ ଯେତେବେଳେ କମ ପଇସା ବହୁତ କମ ପଇସା ଯାତ୍ରା କଳାକାରଙ୍କୁ ଆଡଭାନ୍ସ ଦିଆ ହଉଥିଲା, ସେଇ ସମୟରେ ବି ଏଭଳି କଳାକାର ମାନେ ଅତ୍ୟାଚାର ପାଉଥିଲେ ମାଲିକଙ୍କ ଠାରୁ? ହଁ, ମାଲିକଙ୍କ ଠାରୁ ସେତେବେଳେ ବି ପଇସା ପାଉଥିଲେ, ଏବେ ବି ପଇସା ପାଉଛନ୍ତି। ତାହେଲେ ଯୁଗେ ଯୁଗେ କଳାକାର ଯୋଉ କହୁଛନ୍ତି ଅତ୍ୟାଚାର ହୋଇଛନ୍ତି ଏବଂ ମାଲିକ ବନ୍ଧୁକ ଦେଖାନ୍ତି, ଏ ଘଟଣାର ସତ୍ୟତା କଣ ରହିଛି ଯାହା ଆପଣ କହୁଛନ୍ତି? ଅଛି ଆଜ୍ଞା, ସତ୍ୟତା ନଥିଲେ ମୁଁ ଆପଣଙ୍କୁ କହିନଥାନ୍ତି। ଏଇଠି ଯୋଉ ଇଣ୍ଟରଭ୍ୟୁ ହେଇଥିଲା ସେଥିରେ ବି ମୁଁ କହିଥିଲି। ପୁରୀର ସେପଟେ ଏମିତିଆ କେସ୍ ଦିଟା ଥିଲା ଯୋଉଟା କି ଆପଣ ନାଁ ନେଇକିରି କହିଥିଲେ ଏବଂ କାଲି ମତେ ପଚାରିଥିଲେ। ସେଇ ଜିନିଷ ଗୁଡାକ ତ ରହିଛି ଆଜ୍ଞା ତା ଭିତରେ। କଳାକାର ସଂଘ ଭାଙ୍ଗି ଯିବା ନେଇ ମାଲିକ ସଂଘ ତରଫରୁ କିଛି ଭିତିରିଆ ଯୋଜନା କରାଯାଉଛି କି? ଭିତର ଭାବରେ ଆଜ୍ଞା କରାଯାଉଛି। ସୋ ଫାର ମାଇ ନଲେଜ କରାଯାଉଛି କଣ କହୁଛନ୍ତି? ହଁ, ମୁଁ କରାଯାଉଛି ବୋଲି କହୁଛି। ଭିତର ଭାବରେ ନିଶ୍ଚିନ୍ତ ଭାବରେ ଗୋଟେ ଭିତର ଗୋଟେ ଅଣ୍ଡରଗ୍ରାଉଣ୍ଡ ଜିନିଷଟା ଚାଲିଛି। ତାହେଲେ ଆପଣ କହିପାରିବେ କି ଆପଣଙ୍କୁ ବୟକଟ କରିବା ପାଇଁ ଚେଷ୍ଟା କରାଯାଉଛି? ବୟକଟ ୱାର୍ଡଟା ପ୍ରଯୁଜ୍ୟ ହବନି ଯଦିଓ, କିନ୍ତୁ ସେଇ ପ୍ରକାର ଯୋଜନା କରାଯାଉଛି। ତାହେଲେ ପବିତ୍ର ପାତ୍ର ବିଭ୍ରାଟ ମତାମତ ଯୋଗୁ ବିବାଦ ତୁଟୁନି ବୋଲି କହିପାରିବେ ଆପଣ ଯାତ୍ରାରେ? ହଁ, ପବିତ୍ର ପାତ୍ରଙ୍କ ବିବାଦ କେମିତି ତୁଟିବ ଆପଣ କହୁଛନ୍ତି? ତୁଟି ପାରିବନି। ସେ କହିଥିଲେ ଗଣମାଧ୍ୟମ ଆଗରେ ଯେ ସେ ତାଙ୍କ ପ୍ରତ୍ୟେକ କଳାକାରଙ୍କୁ 50ରୁ 60 ଭାଗ ପେମେଣ୍ଟ ମଧ୍ୟ ଦଉଛନ୍ତି, କାହାକୁ 5 ମାସର ପେମେଣ୍ଟ ଦେଇଛନ୍ତି, କିନ୍ତୁ କିଛି କଳାକାର ଏବେ ବି ପେମେଣ୍ଟ ପାଇନାହାନ୍ତି। ମୁଁ ଆପଣଙ୍କୁ କହିଥିଲି ଏଠି ପୁରୀରେ କହିଥିଲି କି ସେ କଥା। ଆପଣ ତଳେ ମତେ ପଚାରିଥିଲେ କୋଶ୍ଚିନ୍, ମୁଁ ସେ ଜବାବ ବି ଦେଇଥିଲି। ତାହେଲେ ପ୍ରେମରେ ପଡିଥିବା ମହିଳା କଳାକାରଙ୍କୁ ଅତ୍ୟାଚାର କରାଯାଉଛି? ହଁ, ପ୍ରେମରେ ପଡିଥିବା ମହିଳା କଳାକାରଙ୍କୁ ଅତ୍ୟାଚାର କରାଯାଇଛି, ତାର ପ୍ରମାଣ ସହିତ ଅଛି। ଆବଶ୍ୟକ ପଡିଲେ ବି ମହିଳାଙ୍କୁ ମଧ୍ୟ ଉଲ୍ଲେଖନ କରାଯାଇ ମାରାଯାଇଛି ସେଥିପାଇଁ? ହଁ, ସେଥିପାଇଁ ଉଲ୍ଲଂଘନ କରିକି ବାଡେଇଛନ୍ତି ବି। ତାହେଲେ ଆପଣ ସିଧାସଳଖ ଅଭିଯୋଗ କରିବେ ପ୍ରଯୋଜକଙ୍କ ଉପରେ ଯେ ଆଗରୁ ଏଇ ଯାତ୍ରା ବେଳେ ଏମିତି ପ୍ରଥା ରହିଛି, ପ୍ରେମରେ ପଡିଲେ କଳାକାର ତାଙ୍କୁ ମଧ୍ୟ ମାଡ ମରାଯାଇଛି? ହଁ, ତାହେଲେ ଆପଣ ବିଭିନ୍ନ ପ୍ରକାର ଥ୍ରେଡିଂ ବି ତାକୁ ଦିଆଯାଇଛି। ଥ୍ରେଟନିଂ ଦିଆଯାଇଛି? ହଁ, ଥ୍ରେଡିଂ ଦିଆଯାଇଛି। ଏମିତି କରିଦବୁ, ସେମିତି କରିଦବୁ, ତୁମର ଏମିତି ଭିଡିଓ ରେକର୍ଡିଂ ଅଛି। ଯୋଉଟା ଆପଣ କହୁଛନ୍ତି ସେଟା ପାଣ୍ଡିଆନ ଟାଇମ ରୁ ଚାଲି ଆସିଛି। ଯୋଉ 30-35 ବର୍ଷ ପୂର୍ବର କଥା କହୁଛନ୍ତି ସେଟା କୋଉ ମସିହା କଥା ଆପଣ କହିବେ? ଆପଣଙ୍କ ସମୟରେ ଯୋଉ ସମୟରେ ଆପଣ ବହୁତ କମ ପଇସା 5-10 ହଜାର ଟଙ୍କା ପାଉଥିଲେ, ଆପଣଙ୍କୁ ଦିଆ ହଉଥିଲା ଆଡଭାନ୍ସ? ହଁ, ସେତେବେଳେ ମୁଁ କହୁଥିଲି ସେତେବେଳେ ଆଡଭାନ୍ସ ଦିଆ ହଉଥିଲା 3-4 ହଜାର 5 ହଜାର ଭିତରେ ଆଡଭାନ୍ସ ଦିଆ ହଉଥିଲା କଳାକାର ମାନଙ୍କୁ। ତାହେଲେ ଏସବୁ ଏବେ ବି କଣ ତାହେଲେ ସେଇ କଳାକାର ମାନେ ଯାତ୍ରା ମାଲିକଙ୍କ ଦ୍ଵାରା ଅବହେଳିତ, ନିଷ୍ପେଷିତ ବା ନିର୍ଯାତିତ ହଉଛନ୍ତି ବୋଲି କହିବେ ପୂର୍ବ ଭଳି? ପୂର୍ବ ଭଳି ପରିମାଣ ଟା ଯଦିଓ କମିଛି ଆଜ୍ଞା, କିନ୍ତୁ ସମ୍ପୂର୍ଣ୍ଣ ରୂପେ ଲୋପ ହବନି କି ହବନି। କାରଣ ଏମିତି ବି ଅଛନ୍ତି କଳାକାର ଯୋଉମାନେ ନିଜ ଦେହକୁ ବିକ୍ରି କରିଦଉଛନ୍ତି ସିମ୍ପଲି ୱାର୍ଡରେ, ପଇସା ଲାଗି ସବୁ କିଛି କରିପାରୁଛନ୍ତି। ଆଉ ପଲିଟିକାଲ ଚାପ ଦ୍ଵାରା ବି ହେଇପାରୁଛି। ଏଇ ଯୋଉ ଆପଣ ଦେଖୁନାହାନ୍ତି, ଏଇ ଯୋଉ ସେଇ ଯୋଉ ଡ୍ୟାନ୍ସ କହୁଛନ୍ତି, ଯୋଉ ଡ୍ୟାନ୍ସ ହଉଛି ରେକର୍ଡ ଡ୍ୟାନ୍ସ ପର୍ଟିକୁଲାର ଯୋଉ ହଉଛି, ସେଇଥିଲାଗି ବିବାଦଟା ସୃଷ୍ଟି ହେଲା କି ନାହିଁ? ସେଥିଲାଗି ଗୁଡେ ଉତ୍ତେଜନା ହେଇକିରି ଇଏ ହେଲା, ରେକର୍ଡ ଡ୍ୟାନ୍ସ ବନ୍ଦ କର। ଖଣ୍ଡଗିରି ଯାତ୍ରାରେ କଣ ହେଲା? ଏଇଟା କରିଦବୁ, ସେଟା କରିଦବୁ। ମାଲିକ ସଂଘ କଣ କହିଲେ? ସେ ସବୁ ଜିନିଷ ନେଇକି ସବୁ ପ୍ରକାର ବିବାଦ ହେଲା।
ତାହେଲେ ଆପଣ ମାଲିକ ସଂଘର ଉପଦେଷ୍ଟା ହିସାବରେ ଯାହା କଳାକାର ଅଭିଯୋଗ କରୁଛନ୍ତି ଯେ 3ଟି ଯାତ୍ରା ପାର୍ଟିରେ କଳାକାରଙ୍କୁ ଠିକ ସେ ପାଉଣା ଦିଆଯାଉନି। ତିନୋଟି ତ ମୁଖ୍ୟ, ଯୋଉ 3ଟି ଆପଣ କାଲି ପଚାରୁଥିଲେ ସେ 3ଟି ମୁଖ୍ୟ।